ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ଆମେ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମ ସମସ୍ତଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ। ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, କ୍ରୁଶର ବିଜୟ ଯାତ୍ରା। କ୍ରୁଶର ବିଜୟ ଯାତ୍ରା। ପ୍ରିୟମାନେ, କ୍ରୁଶ ଗୋଟିଏ ପରାଜୟର ଚିହ୍ନ ନୁହେଁ, କ୍ରୁଶ ଗୋଟିଏ ବିଜୟର ଚିହ୍ନ ଅଟେ। ଅନେକ ଜଣ ଅଣଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ଜାଣନ୍ତି ନାହିଁ ଯେ ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ସେ ହାରିଗଲେ, କ୍ରୁଶ ଉପରେ ଛଟପଟ ହେଇ ମୃତ୍ୟୁବରଣ କଲେ। ସେ କି ପ୍ରକାର ପ୍ରଭୁ ହୋଇପାରିବେ? ସେ କ୍ରୁଶ ଉପରେ 3ଟା କଣ୍ଟାରେ ସେ ନିଜେ ଝୁଲି ଯାଉଛନ୍ତି। ଆଉ ଯଦି ସେ ପରମେଶ୍ୱର ହୋଇଥାନ୍ତେ ତାହେଲେ କେବେ ହେଲେ ମଧ୍ୟ ଏହି ପ୍ରକାର ଭାବରେ ଗୋଟେ କଷ୍ଟଦାୟକ ଅପମାନଦାୟକ ମୃତ୍ୟୁବରଣ କରିବା କଥା ନୁହେଁ। ଆଉ ସେ କ୍ରୁଶ ଉପରେ ହାରିଗଲେ, ପରାଜୟ ହୋଇଗଲେ। ତାଙ୍କୁ ରକ୍ଷା କରିବା ପାଇଁ କେହି ନଥିଲେ। ସେ ଏତେ ଦୁର୍ବଳ ଥିଲେ, ଛଟପଟ ହେଇକିନା ସେ କ୍ରୁଶ ଉପରେ ସେ 6 ଘଣ୍ଟା ଟାଙ୍ଗିକିନା ରହିଗଲେ। ତାପରେ ମରିଗଲା ପରେ ତାଙ୍କୁ ନେଇକିନା କବର ଦିଆ ହେଇଗଲା। ଏଇସବୁ ବିଷୟ ଗୁଡ଼ିକ ସେମାନେ କହନ୍ତି। କାହିଁକି ସେମାନେ କହନ୍ତି? କାରଣ ସେମାନେ ଜାଣନ୍ତି ନାହିଁ କ୍ରୁଶ ଗୋଟିଏ ପରାଜୟର ଚିହ୍ନ ନୁହେଁ। କ୍ରୁଶ ଉପରେ ଯୀଶୁଖ୍ରୀଷ୍ଟ ପରାଜୟ ହେଇନାହାନ୍ତି। ଆମକୁ ଆଖିରେ ପରାଜୟ ପରି ଲାଗେ, ମାତ୍ର ଯେତେବେଳେ ଆମେ ପବିତ୍ରାତ୍ମାଙ୍କ ଦ୍ୱାରା ସାଧୁ ପାଉଲ ଯେତେବେଳେ ସେ କ୍ରୁଶକୁ ଦେଖିଛନ୍ତି, ଆଉ ଦେଖିଲା ପରେ ସେ କ'ଣ କହୁଅଛନ୍ତି ଆମେ ଯଦି ପଢ଼ିବା କଲୋସ୍ୟ ପୁସ୍ତକ 2 ଅଧ୍ୟାୟର 15 ପଦ, ବା ଆମେ ଯଦି ପଢ଼ିବା 14 ପଦରୁ, ପୁଣି ବିଧି ବିଧାନରେ ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ପତ୍ର ଥିଲା ତାହା ଲୋପ କରି କ୍ରୁଶରେ ଟଙ୍ଗେଇ ଦେଇ ଆମ୍ଭମାନଙ୍କ ପଥରୁ ଦୂର କରିଦେଇଅଛନ୍ତି। 15 ପଦ ଧ୍ୟାନ ଦେବେ। ଲେଖାଗଲା, ସମସ୍ତ ଆଧିପତ୍ୟ କର୍ତ୍ତାପଣର ଅସ୍ତ୍ରଶସ୍ତ୍ର ଛଡ଼େଇ ପ୍ରକାଶରେ ସେମାନଙ୍କର ପ୍ରଦର୍ଶନ ପୂର୍ବକ କ୍ରୁଶରେ ବିଜୟ ଯାତ୍ରା କରିଅଛନ୍ତି। କ'ଣ କରିଛନ୍ତି? ବିଜୟ ଯାତ୍ରା। କ୍ରୁଶରେ ପ୍ରଭୁ ଯୀଶୁଖ୍ରୀଷ୍ଟ ହାରିଯାଇ ନାହାନ୍ତି। କ୍ରୁଶରେ ଯୀଶୁଖ୍ରୀଷ୍ଟ ପରାଜୟ ହେଇଯାଇନାହାନ୍ତି। ଛଟପଟ ମୁଁ କ'ଣ କରିବି, ମୋତେ ଦୟାକରି ସାହାଯ୍ୟ କର, ମୁଁ ଏହି ପ୍ରକାର ଭାବରେ ମରିଯାଉଛି, ମୋତେ ଉଦ୍ଧାର କର। ନାଇଁ, ସେଇ ପ୍ରକାର ନୁହେଁ। ଯୀଶୁଖ୍ରୀଷ୍ଟ କ୍ରୁଶରେ ସେ ହାରିନାହାନ୍ତି। କ୍ରୁଶରେ ଶୟତାନକୁ ସେ ପରାଜୟ କରିଛନ୍ତି। ଯେଉଁ ଶୟତାନ ତାର ଅସ୍ତ୍ର ଶସ୍ତ୍ର ଗୁଡ଼ିକ ଦ୍ୱାରା ସେ ବିଶ୍ୱାସୀମାନଙ୍କୁ ଅବିଶ୍ୱାସୀମାନଙ୍କୁ ସମସ୍ତଙ୍କୁ ସେ ପରାଜୟ କରୁଥିଲା, ତାର ଅଧୀନରେ ରଖୁଥିଲା, ସେହି ଶୟତାନକୁ କ୍ରୁଶ ଉପରେ ସେ ପରାଜୟ କରିଛନ୍ତି। ପ୍ରିୟମାନେ, ପ୍ରଭୁଙ୍କର ଗୌରବ ହଉ। ପରମେଶ୍ୱର କ୍ରୁଶ ଉପରେ ନିଜେ ସେ ହାରି ନାହାନ୍ତି, ପରାଜୟ ହେଇନାହାନ୍ତି। କ୍ରୁଶ ଗୋଟେ ପରାଜୟର ଚିହ୍ନ ନୁହେଁ, କ୍ରୁଶ ଗୋଟେ ବିଜୟର ଚିହ୍ନ। ଏହା ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଜାଣନ୍ତି। ସେଥିପାଇଁ ସେମାନେ କ୍ରୁଶକୁ ନିଜ ପାଖରେ ରଖନ୍ତି, ଚର୍ଚ୍ଚରେ ରଖନ୍ତି। କାରଣ ସେମାନଙ୍କୁ ଜଣା କ୍ରୁଶ ଗୋଟେ ବିଜୟର ଚିହ୍ନ। କ୍ରୁଶ ଉପରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଶୟତାନକୁ ପରାଜୟ କଲେ। ଯେଉଁ ଅସ୍ତ୍ରଶସ୍ତ୍ର ଗୁଡ଼ିକ ଦ୍ୱାରା ସେ ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ ପାପରେ ପକାଉଥିଲା, ଭ୍ରାନ୍ତ କରୁଥିଲା, ବାନ୍ଧି ରଖୁଥିଲା, ତାକୁ ସେ ପରାଜୟ କରୁଛନ୍ତି। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଭୂତମାନେ ଚାଲିଯାଆନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ରୋଗ ସୁସ୍ଥ ହୁଏ। ଯୀଶୁଖ୍ରୀଷ୍ଟଙ୍କ ନାମରେ ବନ୍ଧନ ଗୁଡ଼ିକ ଫିଟିଯାଏ। ଯୀଶୁଙ୍କ ନାମରେ ପ୍ରାର୍ଥନାର ଉତ୍ତର ଆସେ। କାହିଁକି? ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ଶୟତାନକୁ ପରାଜୟ କରିଥିବାରୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଶୟତାନ ଥରଥର ହୁଏ। ଯୀଶୁଖ୍ରୀଷ୍ଟ ଆମକୁ ମଧ୍ୟ ଅଧିକାର ଦେଇଛନ୍ତି। ସେ ଆମକୁ କହିଛନ୍ତି, ତୁମ୍ଭେମାନେ ମୋ ନାମରେ ଭୂତ ଛଡ଼େଇବ। ଶିଷ୍ୟମାନେ ଯେତେବେଳେ 70 ଜଣ ଶିଷ୍ୟଙ୍କୁ ଯୀଶୁଖ୍ରୀଷ୍ଟ ପଠାଇଥିଲେ, ସେହି ସମୟରେ 70 ଜଣ ଶିଷ୍ୟ ମଧ୍ୟ ବାହୁଡ଼ି ଆସି କହୁଛନ୍ତି, ପ୍ରଭୁ ଆପଣଙ୍କ ନାମରେ ଭୂତମାନେ ମଧ୍ୟ ଆମର ବଶୀଭୂତ। ପ୍ରିୟମାନେ, ଯୀଶୁଙ୍କ ନାମର ଶକ୍ତି ରହିଛି। କାରଣ ଯୀଶୁଖ୍ରୀଷ୍ଟ ସେ ପରମେଶ୍ୱର, ଆଉ ସେ କ୍ରୁଶ ଉପରେ ଶୟତାନକୁ ପରାଜୟ କରିଛନ୍ତି। ସେଥିପାଇଁ କ୍ରୁଶ ଗୋଟେ ପରାଜୟର ଚିହ୍ନ ନୁହେଁ। ଅନେକ ଜଣ ଭାବନ୍ତି
ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ମୃତ୍ୟୁବରଣ କଲେ ଆଉ ତାପରେ ଯୀଶୁଖ୍ରୀଷ୍ଟଙ୍କୁ କବରରେ ରଖାଗଲା। କବରକୁ ସେ 3 ଦିନରେ ମୃତ୍ୟୁକୁ ପରାଜୟ କରି ଉଠିଲେ। ଯୀଶୁଖ୍ରୀଷ୍ଟ କବର ଭିତରେ ସେ ମୃତ୍ୟୁକୁ ପରାଜୟ କରିକିନା ଉଠିଲେ। ମାତ୍ର କ୍ରୁଶ ଉପରେ ଆମମାନଙ୍କର ଶତ୍ରୁ ଶୟତାନକୁ ସେ ପରାଜୟ କରିଛନ୍ତି। ସେଥିପାଇଁ କ୍ରୁଶର କଥା ଆମେ ସମସ୍ତେ ଜାଣିବାର ଅଛି। କ୍ରୁଶ ଉପରେ ଯୀଶୁଖ୍ରୀଷ୍ଟ ସପ୍ତବାଣୀ କହିଲେ, ଏହା ସମସ୍ତେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଜାଣନ୍ତି। ଗୁଡ୍ ଫ୍ରାଇଡେ ସମୟରେ ସେହି ସପ୍ତବାଣୀକୁ ଧ୍ୟାନ କରନ୍ତି। ଆଉ ଯୀଶୁଖ୍ରୀଷ୍ଟଙ୍କର ସପ୍ତବାଣୀରେ ଅନେକ ଗଭୀର ଅର୍ଥଗୁଡ଼ିକ ରହିଅଛି। ସେ ଅର୍ଥଗୁଡ଼ିକ ମନୁଷ୍ୟମାନଙ୍କ ଜୀବନକୁ ପରିବର୍ତ୍ତନ କରେ, ଆତ୍ମିକ ଉନ୍ନତି ଆଣେ, ଏହା ନିହାତି ରହିଛି। ମାତ୍ର ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ସେ ବିଜୟ ଯାତ୍ରା କରିଛନ୍ତି। କ୍ରୁଶ ଗୋଟେ ପରାଜୟର ଚିହ୍ନ ନୁହେଁ, କ୍ରୁଶ ଗୋଟେ ବିଜୟର ଚିହ୍ନ। ଯେତେବେଳେ ଆମେ ଗାଲାତୀୟ ପୁସ୍ତକକୁ ଆମେ ଯାଉ, ଗାଲାତୀୟ ପୁସ୍ତକ 3 ଅଧ୍ୟାୟରେ 14 ପଦରେ, ଏଥିପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଅଭିଶପ୍ତ ହେଲେ। କାହିଁକି? ଅଭିଶପ୍ତ ହୋଇ ବ୍ୟବସ୍ଥାର ଅଭିଶାପର ମୂଲ୍ୟ ଦେଇ ଆମମାନଙ୍କୁ ମୁକ୍ତ କଲେ। ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ସେ କ'ଣ କରୁଛନ୍ତି? ଆମମାନଙ୍କୁ ମୁକ୍ତ କରୁଛନ୍ତି, ଗୋଟେ ଅଭିଶାପରୁ ଆମମାନଙ୍କୁ ମୁକ୍ତ କରୁଛନ୍ତି। କାରଣ ଲେଖା ଅଛି, ଯେ କେହି ଖୁଣ୍ଟରେ ଟଙ୍ଗାଯାଏ ସେ ଅଭିଶପ୍ତ। ଯୀଶୁଖ୍ରୀଷ୍ଟ ଆମ ନିମନ୍ତେ ଅଭିଶପ୍ତ ହୋଇ କ୍ରୁଶରେ ଟଙ୍ଗାଯାଇ ଆମ ବିରୁଦ୍ଧରେ ଯେଉଁ ଗୁଡ଼ିକ ଅଭିଶାପ ଗୁଡ଼ିକ ଥିଲା, ସେ ଅଭିଶାପରୁ ଆମକୁ ମୁକ୍ତ କରୁଛନ୍ତି। ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶ ଉପରେ କିଏ ବାନ୍ଧି ନାହାନ୍ତି, କି ବାନ୍ଧି ମଧ୍ୟ ପାରିବେ ନାହିଁ। ସେ କ୍ରୁଶ ଉପରେ ମୁକ୍ତିର କାର୍ଯ୍ୟ କରୁଛନ୍ତି। ଗୋଟେ ସାଇଡ୍ ସେ ଶୟତାନକୁ ପରାଜୟ କରୁଛନ୍ତି, ଆଉ ଗୋଟିଏ ସାଇଡ୍ ସେ ବ୍ୟବସ୍ଥାକୁ କ'ଣ କରୁଛନ୍ତି? ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ମୂଲ୍ୟ ଦେଉଛନ୍ତି। ବ୍ୟବସ୍ଥା ଯାହା ଯାହା ଡିମାଣ୍ଡ କରୁଛି, ସେ ସବୁଗୁଡ଼ିକ କ୍ରୁଶ ଉପରେ ସେ ଚଢ଼ି ସବୁ ବିଷୟକୁ ସେ ପୂର୍ଣ୍ଣ କରି ଯେଉଁମାନଙ୍କ ଜୀବନରେ, ଆମମାନଙ୍କ ଜୀବନରେ ଯେଉଁ ଅଭିଶାପ କାମ କରୁଥିଲା, ସେ ଅଭିଶାପରୁ ଆମକୁ ସେ ମୁକ୍ତ କରିଛନ୍ତି। ପ୍ରିୟମାନେ, ଯେତେ ଯାଏଁ ଆମେ ଯୀଶୁଖ୍ରୀଷ୍ଟଙ୍କ ପାଖକୁ ଆମେ ଆସିନାହୁଁ, ଆମମାନଙ୍କ ପୂର୍ବ ପିଢ଼ିର ଅଭିଶାପ, ଆମେ କରିଥିବା ବିଭିନ୍ନ ପ୍ରକାର ଭୁଲର ଅଭିଶାପ ଗୁଡ଼ିକ ଆମ ଜୀବନରେ କାମ କରୁଥିବ। ମାତ୍ର ଯେଉଁ ସମୟରେ ଆମେ ପୁନର୍ଜନ୍ମ ପ୍ରାପ୍ତ ହୋଇ ଯୀଶୁଖ୍ରୀଷ୍ଟଙ୍କ ସହିତ ଆମେ ଲାଗିଯାଉ, ତାଙ୍କ ସହିତ ଆମେ ମିଶିଯାଉ, ତାଙ୍କର ସନ୍ତାନ ସନ୍ତତି ହେଇଯାଉ, ସେହି ସମୟରେ ଆମ ଜୀବନରେ ଆଉ କୌଣସି ପ୍ରକାର ଅଭିଶାପ କାମ କରିବ ନାହିଁ। କାରଣ ସେ ସମସ୍ତ ପ୍ରକାର ବ୍ୟବସ୍ଥାର ସେହି ଅଭିଶାପରୁ ମୂଲ୍ୟ ଦେଇ ଆମମାନଙ୍କୁ ମୁକ୍ତ କରିଅଛନ୍ତି। କୌଣସି ଗୋଟିଏ ମଧ୍ୟ ଅଭିଶାପ ଆମ ଜୀବନରେ କାମ କରିପାରିବ ନାହିଁ। ପ୍ରିୟମାନେ, ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ପରାଜୟ ହେଇନାହାନ୍ତି। କ୍ରୁଶ ଉପରେ ଶୈତାନକୁ ସେ ପରାଜୟ କରିଛନ୍ତି। ତାର ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ଗୁଡ଼ିକ, ଯେଉଁ ଟେକ୍ନିକ୍ ଗୁଡ଼ିକ ଦ୍ୱାରା ସେ ଲୋକମାନଙ୍କୁ ଭ୍ରାନ୍ତ କରି ବାନ୍ଧି ଲୋକମାନଙ୍କୁ ସେ ନରକ ରାସ୍ତା ନେଇଯାଉଥିଲା, ପ୍ରଭୁଙ୍କର ବିଦ୍ରୋହୀ କରାଉଥିଲା, ତାର ଅସ୍ତ୍ରଶସ୍ତ୍ର ଗୁଡ଼ିକକୁ ଛଡ଼େଇଛନ୍ତି। ଆଉ ଗୋଟେ ସାଇଡ଼୍ରେ ଆମମାନଙ୍କୁ ମୁକ୍ତ କରିଛନ୍ତି। ଆମେ ପରାଜୟ ଥିଲୁ, ଆମେ ବନ୍ଧନଗ୍ରସ୍ତ ଥିଲୁ, ଆମକୁ ସେ ମୁକ୍ତ କରିଛନ୍ତି। ସେଥିପାଇଁ ଆମେ କ୍ରୁଶକୁ ଆମେ ଜାଣିଛୁ। କ୍ରୁଶ ଉପରେ ଆମର ପ୍ରଭୁ ଯୀଶୁଖ୍ରୀଷ୍ଟ ପରାଜୟ ହେଇନାହାନ୍ତି, କ୍ରୁଶ ଉପରେ ସେ ବିଜୟ ଯାତ୍ରା କରିଛନ୍ତି। ସେଥିରେ କ୍ରୁଶ ଗୋଟେ ପରାଜୟର ଚିହ୍ନ ନୁହେଁ, ଗୋଟେ ବିଜୟର ଚିହ୍ନ ଅଟେ। ଯେଉଁ ସ୍ଥାନରେ କି ଦୁଷ୍ଟମାନଙ୍କୁ, ଚୋରମାନଙ୍କୁ, ଡକାୟତମାନଙ୍କୁ ଦଣ୍ଡ ଦେଇ ଗୋଟିଏ ଅପମାନଜନକ, କଷ୍ଟଦାୟକ ମୃତ୍ୟୁଦଣ୍ଡ ଦିଆଯାଉଥିଲା, ସେହି କ୍ରୁଶରେ ଯୀଶୁଖ୍ରୀଷ୍ଟ ସେ ବିଜୟ ଯାତ୍ରା କରିଛନ୍ତି। ଆମମାନଙ୍କୁ ଶୈତାନର ସବୁ ଶକ୍ତି ଉପରେ ଆମକୁ ବିଜୟ ପ୍ରଦାନ କରିଛନ୍ତି। ସମସ୍ତ ଅଭିଶାପରୁ ଆମକୁ ଜୟଲାଭ କରିବା ପାଇଁ ଶକ୍ତି ଆମମାନଙ୍କୁ ଦେଇଛନ୍ତି। ପ୍ରଭୁଙ୍କର ଗୌରବ ହଉ। ଆସନ୍ତୁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ, କାରଣ ତୁମେ ମହାନ ପରମେଶ୍ୱର ଅଟ। ତୁମେ ସବୁ ସମୟରେ ଆମକୁ ପ୍ରଭୁ ବିଜୟ ଯାତ୍ରାରେ କଢ଼େଇ ନେଉଛ। ଆମେ ଧନ୍ୟବାଦ ଦେଉଛୁ। କ୍ରୁଶ ଉପରେ ଆମମାନଙ୍କ ନିମନ୍ତେ ତୁମେ ଯେଉଁ ବିଜୟକୁ ତୁମେ ଆଣିଛ, ସେହି ବିଜୟକୁ ଆମେ ଜାଣି ଆମେ ମଧ୍ୟ ବିଜୟ ଜୀବନଯାପନ କରିପାରିବୁ। ଦୟାକରି ତୁମେ ଅନୁଗ୍ରହ କର। ସବୁ ସମୟରେ, ସବୁ ପରିସ୍ଥିତିରେ ଆମର ଯତ୍ନ ତତ୍ତ୍ୱ ନେଇ ତୁମେ ଗୌର ପ୍ରଶଂସା ପାଉଥିବାରୁ ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ। ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମେ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କରନ୍ତି, ଆସନ୍ତା ଅଧ୍ୟାୟରେ ଆଉ ଗୋଟେ ନୂଆ ପ୍ରସଙ୍ଗରେ ଆମେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।